ଆରେ ବଦନାଇ ଯାଉଛୁ କୁଆଡେ? ତୁ ଶୁଣ କୁଆଡେ ଯାଉଛୁ? ମୁଁ ଯାଉଛି ପାଶେ ଯୋଉ ଭଗିଆଇର କାମ କରିଦେଲି 3 ଦିନ ହେଲାଣି କାମ କଲି ତାର ପଇସା ପତ୍ର କିଛି ଦେଖା ନାହିଁ। ଆରେ ମୁଁ ବା ସେମିତି ଦିଟା କାମ କରୁଛି ସେ ପଇସା ପତ୍ର ଦଉନି ଚାଲୁ ସେ ଘର ଚାଲ 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 ଯିବା ଦେଖିବା ତା ଘରୁ 3 ଦିନ ହେଲା କାମ କଲାଣି ପଇସା ପତ୍ର ଦଉନି। ଏ ଭଗିଆଇ ଭଗିଆଇ ଉଠିଲ ଉଠିଲ। ତମେ ଦି ଜଣ ସକାଳୁ କୁଆଡେ ଯାଇଛ? ସକାଳୁ କୁଆଡେ 3 ଦିନ ହେଲା କାମ କଲ ପଇସା ପତ୍ର ଦବ ନା? ପଇସା ପାଇଁ ଏମିତି ଯାଉଛ? ଆଉ କଣ ପଇସା ଆଜିକାଲି ଦୁନିଆ ଆଜି ଗୁରୁବାରଟା ମାଣବସା ଲାଷ୍ଟ। ଗୁରୁବାର ହେଲେ କଣ ତମ ଦୋକାନକୁ ଯାଉନ? ହଁ ଆରେ ତମେ ଦୋକାନରୁ ପୁଣି ପାନ ସଫଲ ଗୁଟୁକା ସବୁ କିଣିକି ଖାଉଛ ନା ନାଇଁ? ପଇସା ଦେଲା ବେଳକୁ ତମ ପାଖରେ କହୁଛ ପଇସା ନାହିଁ। ଗୁରୁବାର ମାଣବସା ଲାଷ୍ଟ ଗୁରୁବାରେ ମୂଲିଆ ମାନଙ୍କୁ ପଇସା ଦିଅନ୍ତି। ଆଉ କଣ ମେଡିକାଲ ଯିବ ପଇସା ଦବନି? ମେଡିକାଲ ଯିବ ଅଲଗା କଥା ଗୁରୁବାରଟା ମାଣବସା ମୂଲିଆ ମାନଙ୍କୁ ପଇସା ଦିଆହବନି। ପଇସା ଦେଲ 3 ଦିନ ପଇସା ଗୁରୁବାର କୌଣସି ମତରେ ମୁଁ ଦେଇପାରିବି ଆଜି। ସେ ଭାଇ କହୁଛି ସନ୍ଧ୍ୟା ଶୁଣୁ ସେ ପଇସା ଦବନି କହୁଛି ଆଉ କାଲି ଆମ ପଇସା ନାଇଁ 4 ଦିନ ପରେ ଆମେ ପଇସା ଦେବି। ଆମେ କାମ କରି ବହୁତ ବଡ ଚାଲ 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 ତାହେଲେ ଦେଖିବା ପଇସା କାମ କରିବା ଦରକାର ଆମର କାମ କରିବା ଶାନ୍ତିରେ ଶୋଇ ଯାଉ ନା। ଯାଉ ଯାଉ